ମମତା ଏଣ୍ଟରଟେନମେଣ୍ଟରୁ ମୁଁ ପ୍ରିୟଙ୍କା ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ପ୍ରାଚୀନ ସାଂସ୍କୃତିକ ଶିକ୍ଷଣୀୟ ତଥା ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଆମ ଓଡ଼ିଆ ପାଲା ଆମର ଏହି ସୁରଭି କାର୍ଯ୍ୟକ୍ରମ। ରାଜାଙ୍କର ରୂପ ଯେମିତି ଗୁଣ ସେମିତି, ରାଜାଙ୍କର ପ୍ରତିଭା ଯେମିତି ଶାସନ ମଧ୍ୟ ସେମିତି। ଏ ପ୍ରକାର ଯେଉଁ ରାଜାଙ୍କର 2 ଜଣ ରାଣୀ ଆଜ୍ଞା ଥିଲେ। ଆପଣମାନେ ଜାଣିବା ବେଳେ ମୁଁ କହିଲା ବେଳେ ବୋଧ ହୁଏ ଭାବିବେ ଅନ୍ୟ ପ୍ରକାର କଥା। ମୁଁ କହିଦେଉଛି ରାଜାଙ୍କର 2 ଜଣ ରାଣୀ, ଜଣେ ହେଉଛନ୍ତି ଶୁକ୍ରାଚାର୍ଯ୍ୟଙ୍କର କନ୍ୟା ଦେବଯାନୀ, ଆଉ ଜଣେ ହେଉଛନ୍ତି ଶର୍ମିଷ୍ଠା। କେହି କେହି ଭାବି ପାରନ୍ତି ଯେ କଚ ଦେବଯାନୀ ଆରମ୍ଭ କରିବେ କି, କେହି କେହି ଭାବିବେ ଶର୍ମିଷ୍ଠା ଆରମ୍ଭ କରିବେ କି। ନାଇଁ ଆଜ୍ଞା, ମୁଁ ଆଜି ଆପଣମାନଙ୍କୁ କହିବି ଏଇ 2 ରାଣୀଙ୍କର ଥିଲେ 5 ପୁତ୍ର, ଯାହାକୁ ଓଡ଼ିଆ ଭାଗବତରେ ଜଗନ୍ନାଥ ଦାସ ଆଜ୍ଞା ମଧ୍ୟ ଲେଖିଦେଲେ। କ'ଣ କହିଲେ? କହିଲେ ଯଦୁ ତୁର ବସୁବେନି ସୁତ ଦେବଯାନୀର ଗର୍ଭଜାତ, ଦେବଯାନୀର ଗର୍ଭଜାତ, আবর শর্মিষ্ঠা গর্ভরু আহা সে গর্ভ জন্মিলে দ্রহু অনুপুর জন্মিলে ଦେବଯାନୀର ଗର୍ଭରୁ ଜନ୍ମ ନେଲେ 2ଟି ପୁଅ। ଜଣେ ହେଉଛନ୍ତି ଯଦୁ, ଅନ୍ୟ ଜଣେ ତୁର୍ବସୁ। ମୁଁ 43 ବର୍ଷ ତଳେ ଯେଉଁ ଆସିଥିଲି, ଯାହା ଗାଉଥିଲି ତାହା ମୋର ପାସର ଗଲାଣି। ଏବେ ଆଉ ନୂଆ କଥା କିଛି ଯାହା ସମାଜକୁ ଆସିନାହିଁ, ଯାହା ଲୋକମାନେ ଶୁଣିବାକୁ ପାଇନାହାନ୍ତି, ତାକୁ ଟିକେ ଆମେ ଆଲୋଚନା କରିବା। ତେଣୁ ଆପଣମାନେ ଚିନ୍ତା କରନ୍ତୁ, ଦେବଯାନୀର 2 ପୁଅ ଯଦୁ ଏବଂ ତୁର୍ବସୁ। ଆପଣଙ୍କର ବଳିଷ୍ଠ ପ୍ରତିଭା ଜଗନ୍ନାଥ ଦାସ କହୁଛନ୍ତି, ମୁଁ କହୁନି। ଆବର ଶର୍ମିଷ୍ଠା ଗର୍ଭରୁ ଜନ୍ମିଲେ ଦ୍ରହ୍ୟୁ ଅନୁପୁର। ଶର୍ମିଷ୍ଠା ଆସିଥିଲା ଦାସୀ ରୂପରେ, ନା ନାଇଁ? କଚ ଦେବଯାନୀ କଥା ଆପଣ ଜାଣନ୍ତି, ମୁଁ କଚ ଦେବଯାନୀ କଥା କହୁନି। ଦେବଗୁରୁ ବୃହସ୍ପତିଙ୍କର ପୁତ୍ର କଚ ଆସିଲା ସଞ୍ଜୀବନୀ ମନ୍ତ୍ର ଶିକ୍ଷା କରିବା ପାଇଁ। ଅସୁରମାନେ ତାକୁ ମାରିଲେ, ଏଣେ ସୁରା ସହିତ ତାଙ୍କୁ ମେଦ ସବୁ ତିଆରି କରିକି, ମଦ ତିଆରି କରିକି ପିଆଇଦେଲେ, କିନ୍ତୁ ତଥାପି ବଞ୍ଚିଲା ଦେବଯାନୀର ଅନୁରୋଧରେ। ଦେବଯାନୀ ଇଚ୍ଛା କଲା ବାହା ହେବା ପାଇଁ କଚକୁ, କଚ କିନ୍ତୁ ମନା କରିଦେଲା। ଶୁଣନ୍ତୁ ଆଜ୍ଞା, ସାବଧାନର ସହିତ ଇଏ ମାର୍ଥାର 2 ପଦ କଥା ମନେ ରଖିବେ, ସତ ହେଉ କି ମିଛ ହେଉ। କିନ୍ତୁ ଏଥିରେ ଆପଣମାନେ ବିଚାର କରିବେ କଚଟା କ'ଣ ଆଉ ଦେବଯାନୀ କ'ଣ। ଦେବଯାନୀ ହେଉଛି ମନ, କଚ ହେଉଛି ବିବେକ। ମନ ଯାହା କହେ, ବିବେକ ତାହା କରିବା ପାଇଁ ସୁଯୋଗ ଦିଏ ନା। ଠିକ୍ ଏଇଟା ପ୍ରମାଣିତ ହେଲା ନା ନାଇଁ? ଝିଅଟା କହୁଛି ମୁଁ ତମକୁ ବାହା ହେବି, କିନ୍ତୁ ବିବେକ କହୁଛି ନାହିଁ, ତୁମର ଭଉଣୀ, ଗୁରୁଙ୍କର କନ୍ୟା, ମୁଁ ତତେ ବାହା ହେଇପାରିବିନି। କହିଲା ମୁଁ ତତେ ଅଭିଶାପ ଦେବି, ତୁ ଏଇ ଯେଉଁ ସଞ୍ଜୀବନୀ ମନ୍ତ୍ର କାମ କରିବନି ତୋର, ନା ମୋର ସିନା କାମ କରିବନି, ଅନ୍ୟ ଦେବତାମାନଙ୍କ ଦ୍ୱାରା କାର୍ଯ୍ୟକ୍ରମ ନିଶ୍ଚିତ ହେବ, କିନ୍ତୁ ମୁଁ ତତେ ଅଭିଶାପ ଦେଉଛି, ତତେ ବି ଛାଡ଼ିବିନି। ତୁ ବ୍ରାହ୍ମଣର କନ୍ୟା ହେଇ ଏ ପ୍ରକାର ଯେଉଁ ମନୋବୃତ୍ତି ରଖିଲୁ, ତୁ ଗୋଟେ ବ୍ରାହ୍ମଣର ହାତ ଧରି ପାରିବୁନି, ଗୋଟେ କ୍ଷତ୍ରିୟର ହାତ ଧରିବୁ। କଚକୁ ଅଭିଶାପ ଦେଲା ଦେବଯାନୀ, ଦେବଯାନୀଙ୍କୁ ଅଭିଶାପ ଦେଲା କଚ। ଯାହା ହଉ ତାହା ହେଲା। ଶର୍ମିଷ୍ଠାକୁ ଦାସୀପଣରେ ନେଇକି ଗଲା, କିନ୍ତୁ ଶର୍ମିଷ୍ଠାର ସୌନ୍ଦର୍ଯ୍ୟ, ଶର୍ମିଷ୍ଠା ଦାସୀ ହେଲେ ମଧ୍ୟ ତା ପ୍ରତି ଆକୃଷ୍ଟ ହୋଇ ରାଜା ତାକୁ ଏତେ ଭଲ ପାଇଲେ, ସ୍ୱଭାବରେ ନାରୀ ଜନ୍ମରେ ଗୋଟାଏ ସ୍ତ୍ରୀ ଭାବରେ କେତେ ଦିନ ଆଉ ସହି ପାରନ୍ତା ଲୋ ମା ମାନେ। ଦେବଯାନୀର ମନରେ ଗୋଟେ ଆସିଲା ବୃଥା ଅଭିମାନ। ଅଭିମାନ ତ ଅଭିମାନ, ବୃଥା ଅଭିମାନ ଆସିଲା। କହିଲା ମୋର ଦାସୀ ହୋଇ ଆସିଥିବା ଶର୍ମିଷ୍ଠା ଗର୍ଭରୁ ଯଦି 3 ସନ୍ତାନ, ସେ ଯଦି 3 ସନ୍ତାନର ମା ହେବା ପାଇଁ ସମର୍ଥା, ତେବେ ମୁଁ ବୈଦିକ ରୀତିରେ ମୋ ବାପା ହୋମ
ଅଗ୍ନିରେ ଅଗ୍ନିକୁ ସାକ୍ଷୀ ରଖି ମୋତେ କନ୍ୟାଦାନ କରିଥିଲେ। ମୁଁ ମାତ୍ର 2ଟି ସନ୍ତାନର ମା। ହେ ମୋର ସଜ୍ଜନ, ବିଚାର କଲେ ଦେବଯାନୀ, ଯେଉଁଦିନ ମୋର ପିତା ଆସିବେ ଏ ରାଜଭବନକୁ ରାଜ ଅତିଥି ଭାବରେ, ସେଇଦିନ ମୁଁ ମୋର ବାପାଙ୍କୁ ଜଣେଇବି ମୋର ଏ ମନର ଯେଉଁ ମନସ୍ତାପ, ମନର ଯେଉଁ ଦୁଃଖ, ଏଇ ଅନ୍ତରର ଯେଉଁ ବେଦନା ମୁଁ ଜଣେଇବି ମୋ ବାପାଙ୍କୁ। ନିଶ୍ଚିତ ୟାର ଗୋଟେ ପ୍ରତିକାର କରିବାକୁ ହେବ। ଦୈବାତ ଶୁକ୍ରାଚାର୍ଯ୍ୟ ଦିନେ ଆସିକି ପହଞ୍ଚିଗଲେ। ଆପଣମାନେ ସମସ୍ତେ ଭାରତ ପୁରାଣରେ ଜାଣନ୍ତି, ମହାଭାରତ ପୁରାଣରେ ଶୂଦ୍ରମୁନି ସାରଳା ଦାସ ବାଟିର ମହାକବି। ହୁଏତ ଆଜି ଆପଣମାନେ ଜାଣି ରଖନ୍ତୁ, ଆପଣଙ୍କର ଜଗତସିଂହପୁର ଜିଲ୍ଲା କେବଳ ଗର୍ବ ଆଉ ଗୌରବର ଅଧିକାରୀ ନୁହନ୍ତି, ସମଗ୍ର ଓଡ଼ିଶା ଭୂଖଣ୍ଡ ଆଜି ଗର୍ବ ଆଉ ଗୌରବର ଅଧିକାରୀ କେବଳ ଏଇଥିପାଇଁ ଯେ ଆପଣମାନେ ମନେ ରଖନ୍ତୁ, ଓଡ଼ିଆ ଭାଷା ସାହିତ୍ୟ କୌଣସି ଗୁଣରେ ନିକୃଷ୍ଟ ନୁହେଁ। ସଂସ୍କୃତରେ କୃଷ୍ଣ ଦ୍ୱୈପାୟନ ବ୍ୟାସଦେବଙ୍କର ରଚିତ ମହାଭାରତ କୁହନ୍ତୁ, ଯଦି ଆଉ ଅନ୍ୟ କୌଣସି ଭାଷାରେ ଅନୁଦିତ ହେଇଥିଲା, ଓଡ଼ିଆ ଭାଷାରେ ଶୂଦ୍ରମୁନି ସାରଳା ଦାସ ହେଉଛନ୍ତି ପ୍ରଥମ ଅନୁବାଦକ। ଏ ଓଡ଼ିଶା ମାଟି ପାଇଁ ଗର୍ବ ଆଉ ଗୌରବ। ଏ ଶୂଦ୍ରମୁନି ସାରଳା ଦାସ 15ଶ ଶତାବ୍ଦୀର କବି। ସିଏ ଯେତେବେଳେ ଓଡ଼ିଆ ଭାଷାରେ ଅନୁବାଦ କଲେ, ତାପରେ ଅନ୍ୟ ଭାଷାରେ ଅନୁବାଦ ହେଇଛି। ଆପଣମାନଙ୍କର ବଳରାମ ଦାସଙ୍କର ଦାଣ୍ଡି ରାମାୟଣ, ବାଲ୍ମୀକି ରଚିତ ରାମାୟଣର ଯେଉଁ ରାମାୟଣର ଅନୁବାଦ ହେଲା ଓଡ଼ିଆରେ, ତାହା ପ୍ରଥମେ ହେଉଛି ଓଡ଼ିଆ ରାମାୟଣ, ଆଦି ରାମାୟଣ। ଆପଣଙ୍କର ଓଡ଼ିଶାର ଜଗମୋହନ ରାମାୟଣ ବା ଆଦି ରାମାୟଣ ବୋଲି ଯାହା କୁହ। ହେ ମୋର ସଜ୍ଜନ, ଯଦି ବଳରାମ ଦାସ ରାମାୟଣର ପ୍ରଥମେ ଓଡ଼ିଆ ଅନୁବାଦ କରିନଥାନ୍ତେ, ତାହେଲେ ଆଉ ଅନ୍ୟ ଭାଷାରେ କିଏ ଅନୁବାଦ କରିଥାନ୍ତେ ନ କରିଥାନ୍ତେ, କେତେ ପରେ ହେଇଥାନ୍ତେ। ଏହା ନିଶ୍ଚିତ ସତ୍ୟ ଆମେ ଜାଣିଲେ। ଓଡ଼ିଆ ଭାଷାରେ ସଂସ୍କୃତ ସାହିତ୍ୟରୁ ଅନୁବାଦ କରିବା ପାଇଁ ଓଡ଼ିଶା ଭୂମି ଥିଲା ପ୍ରକୃଷ୍ଟ ଭୂମି। ହେ ମୋର ସଜ୍ଜନ, ସେ ମଧ୍ୟ ସେଇ ଯାଏଁ ଗଲେ, ସେଇ 5 ପୁଅ ଯାଏଁ। କିନ୍ତୁ ଆଗକୁ ଆପଣମାନେ ଜାଣନ୍ତି ନାହିଁ, ଏ ପାଲାବାଲା ଆମେ ଆଜି କହୁଛୁ, ଆମେ ଖୁବ୍ ଗବେଷଣା କରୁଛୁ, ଆମେ ଖୁବ୍ ଆଗେଇ ନେଇଛୁ। ଖାଲି କଥା କୁହା ବାହାପିଆଙ୍କ ଭଳିଆ ପରିଚୟ ଆମେ ଦେଉ, କିନ୍ତୁ ଗବେଷଣା ଘର ଛକ। ହେ ମୋର ସଜ୍ଜନ, ଟିକେ ଧ୍ୟାନ ଦେଇ ଶୁଣନ୍ତୁ। ଶୁକ୍ରାଚାର୍ଯ୍ୟ ଆସି ଯାଇଛନ୍ତି। ଦେବଯାନୀ କାନ୍ଦୁଛି, ଅବାରିତ ଅସୁଧର ଏ ଛୁଆ। ବାବାଲୋ, ଏ ମା, ଆଖିରୁ ଲୁହ ଗଡ଼ି ଯାଉଛି। ବାପା ଆଗରେ ଗୋଟାଏ ଝିଅ ଆସି କାନ୍ଦିବ, କୋଉ ବାପା ଧୈର୍ଯ୍ୟ ଧରିକି ରହିପାରିବ? ଶୁକ୍ରାଚାର୍ଯ୍ୟ କହିଲେ, ମା କ'ଣ ହେଇଛି ମା, ତୁ କାନ୍ଦୁଛୁ କାହିଁକି ଲୋ ମା? ମତେ ତମେ କାହିଁ ମାରିଦେଲନି ବାପା? ମାରି ଦେଇଥାନ୍ତି? ହଁ ବାପା। ଆରେ କ'ଣ ହେଇଛି କହ? ଆରେ ମା, ତୁ ଆଜି କାନ୍ଦୁଛୁ କାହିଁକି? ମୋ ସ୍ୱାମୀ ମତେ ଭଲ ପାଉନାହାନ୍ତି ବାପା। ହେ ମୋର ସଜ୍ଜନ, ଦେବଯାନୀ କହିଲା, ବାପା ମୋତେ ଭଲ ନ ପାଇ ମୋ ସାଥିରେ ଦାସୀ ହୋଇ ଆସିଥିବା ଶର୍ମିଷ୍ଠାକୁ ଭଲ ପାଉଛନ୍ତି। ତାର ଉଦାହରଣ ଆପଣ ଦେଖୁନାହାନ୍ତି। ତାର 3ଟା ପୁଅର ମା ସିଏ, ମୁଁ ସେଇ ଯୋଡ଼ିଏ ପୁଅର ମା। ଶୁକ୍ରାଚାର୍ଯ୍ୟ ଜାଣିକି ଏଇଟା ତ ଗୋଟେ ଦୋଷ କିଛି ନୁହେଁ, ଏଇଟା ତ ଗୋଟେ କିଛି ଇଏ ଅପରାଧ ନୁହେଁ। ହଉ ହେଲା, ଶୁକ୍ରାଚାର୍ଯ୍ୟ ଆଜ୍ଞା ରାଗି ଗଲେ ସତ୍ୟ, ଗୋଟେ କୃତ୍ରିମ ରାଗ ଆଣିଲେ। କାରଣ ଝିଅକୁ ଶାନ୍ତି କରିବା ପାଇଁ, ଝିଅର ମନକୁ ଭୁଲାଇବା ପାଇଁ। କେମିତି ଆଜ୍ଞା ରାଗି ଯାଇଥାନ୍ତେ? ପଲ୍ଲୀକବି ନନ୍ଦକିଶୋର ବଳଙ୍କ ସାହିତ୍ୟକୁ ଆମେ ଯଦି ପଢ଼ିବା, ଯୋଉ ଝିଅ ଆଗରେ କହୁଥିଲେ, ମାଲୋ କହିଲେ କ୍ଷମା କଲେ ଝିଅ କ୍ଷମା ତ ମିଳଇ କ୍ଷମା, କ୍ଷମାର ନ ମିଳେ ଅନ୍ତ, କ୍ଷମାର ଗ୍ରହିତା କ୍ଷମା ଦାତା ଦୁହେଁ, କ୍ଷମାର ଏ ଭୁବନେ ଭାଗ୍ୟବନ୍ତ। ମୋ ମା ମାନେ, ଝିଅ ମାନେ ମନେ ରଖ, ଆଜି ଏ ଦୃଷ୍ଟାନ୍ତ ହେଉଛି ବିରଳ। ସମୟ ଥିଲା ମା ପାର୍ବତୀ ପର୍ବତରାଜ ନନ୍ଦିନୀ ହିମମାନଙ୍କ ନିକଟରେ ବସି ଉପଦେଶ ଶୁଣୁଥିଲେ। ଜନକ ନନ୍ଦିନୀ ମା ଜାନକୀ, ଉର୍ମିଳା, ମାଣ୍ଡବୀ, ଶ୍ରୁତକୀର୍ତ୍ତି ଜନକଙ୍କର ପାଖରେ ରହି ଉପଦେଶ ଶୁଣୁଥିଲେ। ଶୁକ୍ରାଚାର୍ଯ୍ୟଙ୍କ ପାଖରେ ରହି ଏଇ ଦେବଯାନୀ ଆଉ ଅବ୍ଜା। ହେ ମୋର ସଜ୍ଜନ, କିନ୍ତୁ ଆଜିର ବାପା ମାନଙ୍କ ପାଖରେ ଝିଅମାନେ ବସୁନାହାନ୍ତି। ବାପା ମଧ୍ୟ ଝିଅମାନଙ୍କୁ ଉପଦେଶ ଦେବା ପାଇଁ ଚାହୁଁନାହାନ୍ତି।
ବାପା ଝିଅ ପାଖରେ ବସିବା ପାଇଁ ମଧ୍ୟ ଘୃଣା କରୁଛନ୍ତି। କାହିଁକି ନା ତାଙ୍କର ବେଶ ପୋଷାକ ବ୍ୟତୀତ ଆଉ ଅନ୍ୟ କିଛି ନାହିଁ। କିନ୍ତୁ ଝିଅମାନେ ଯେଉଁଦିନ ବାପା ପାଖରେ ବସି ଘଣ୍ଟା ଘଣ୍ଟା ଧରି ଆଲୋଚନା କରିବେ, ବିଭିନ୍ନ ଦିଗରେ ସେ ତାଙ୍କର ଉପଦେଶ ଗ୍ରହଣ କରିବେ, ସେଦିନ ଏ ଦେଶ ସୁନାର ଦେଶ ହେଇଯିବ। ଏଇ ହେଉଛି ଆଉ ଗୋଟେ ବାର୍ତ୍ତା ଆପଣମାନଙ୍କ ପାଇଁ। ଏ ଝିଅମାନେ ମନେ ରଖ, ବର୍ତ୍ତମାନ କେମିତି କୃତ୍ରିମ ରାଗ ଆଣିଛନ୍ତି ଶୁକ୍ରାଚାର୍ଯ୍ୟ। କହିଲେ ମା କ'ଣ କହିଲୁ? ସେ ରାଜା ତତେ ଭଲ ପାଉନାହାନ୍ତି। ମୁଁ ଆଜି ରାଜାଙ୍କୁ ଅଭିଶାପ ଦେବି, ରାଜାଙ୍କର ଅକାଳ ବାର୍ଦ୍ଧକ୍ୟ ହେବ। ଏ ହେଉଛି ଆଜ୍ଞା ସତ୍ୟ ଅଭିଶାପ ନୁହେଁ, କୃତ୍ରିମ ଅଭିଶାପ। ରାଜାକୁ ଡକେଇ ଦେଲେ, କହିଲେ ମୁଁ ତମକୁ ଅଭିଶାପ ଦେଉଛି, ତମେ ବର୍ତ୍ତମାନ ଏ ଅଭିଶାପକୁ ଗ୍ରହଣ କରିବ, ତମେ ଅକାଳ ବାର୍ଦ୍ଧକ୍ୟ ତମ ଅଙ୍ଗରେ ଆସିବ। କହିଲେ ଦଣ୍ଡିବା ଶକ୍ତି ଯାର ଥାଇ ଏ ସେ ପୁଣି କ୍ଷମା କର, ସେ ପୁଣି କ୍ଷମା, ସେ ପୁଣି ଦଣ୍ଡ ଦେବାର ଶକ୍ତି ମାଲ ଅଛି ସମସ୍ତଙ୍କର। ଆମେ ସମସ୍ତେ ଦଣ୍ଡ ଦେଇପାରିବା। ଆଜ୍ଞା କଳି କାଳରେ ଆମମାନଙ୍କର ରାଗ ଟିକେ ବେଶୀ ବଢ଼ିଯାଏ। କଳିହତ ଜୀବର କ୍ରୋଧଟା ବେଶୀ। ଆଜ୍ଞା ହେ ମୋର ସଜ୍ଜନ, ସାମାନ୍ୟ କଥାରେ କ୍ରୋଧ ହେବା, ରାଗିଯିବା ଏ ହେଉଛି ସହଜାତ ପ୍ରବୃତ୍ତି ବର୍ତ୍ତମାନ ଯୁଗ ପାଇଁ, ମଣିଷ ପାଇଁ ଆସିଯାଇଛି। କିନ୍ତୁ କହିଲେ ସଙ୍ଗେ ସଙ୍ଗେ ରାଜା ତାଙ୍କ ପାଦ ତଳେ ପଡ଼ିଗଲେ, ଶୁକ୍ରାଚାର୍ଯ୍ୟଙ୍କର ପାଦ ତଳେ। କହିଲେ ପିତା, ଦଣ୍ଡ ଦେବାର ଶକ୍ତି ଆପଣଙ୍କର ଅଛି, କିନ୍ତୁ ଶାସ୍ତ୍ରାନୁମୋଦିତ ଆପଣଙ୍କୁ ଗୋଟାଏ ଅନୁରୋଧ କରୁଛି, ନିବେଦନ କରୁଛି, ଦଣ୍ଡିବା ଶକ୍ତି ଯାର ଥାଇ ସେ ପୁଣି ମୋତେ କ୍ଷମା ଦିଅନ୍ତୁ, ମୋର ଅପରାଧକୁ ମାର୍ଜନା କରନ୍ତୁ। ସେଇଠି କହିଦେଲେ ଶୁକ୍ରାଚାର୍ଯ୍ୟ। କହିଲେ ରାଜା ତମର 5 ପୁଅ ନା? ଏ 5 ପୁଅଙ୍କ ମଧ୍ୟରୁ କେହି ଯଦି ଜଣେ ଏ ଅଭିଶାପକୁ ନେବା ପାଇଁ ଗ୍ରହଣ କରିବ, ଏ ଅଭିଶାପକୁ ନେବା ପାଇଁ ରାଜି ହୋଇଯିବ, ତାହେଲେ ତମ ଅଙ୍ଗରେ ବାର୍ଦ୍ଧକ୍ୟ ଆସିବନି, ତମେ ଯେମିତି ଅଛ ସେମିତି ରହିବ। କିନ୍ତୁ ତମର ଗୋଟେ ପୁଅକୁ ବାର୍ଦ୍ଧକ୍ୟ ଗ୍ରହଣ କରିବାକୁ ପଡ଼ିବ। ସଙ୍ଗେ ସଙ୍ଗେ ଡକେଇ ଦେଲେ ପାରିଷଦ ବର୍ଗ ଅଛନ୍ତି, ଆଚାର୍ଯ୍ୟ ଶୁକ୍ର ଅଛନ୍ତି। ଏଣେ ଡାକିଦେଲେ 5 ପୁଅଙ୍କୁ। ପ୍ରଥମରେ ପାଳି ହେଲା ଦେବଦାନୀର ପୁଅ। ଡାକିଦେଲେ ଯଦୁ, ଯଦୁ ତମେ ଶୁକ୍ରାଚାର୍ଯ୍ୟଙ୍କର ଅଭିଶାପ ଗ୍ରହଣ କରିବ? ନା ମୁଁ ଗ୍ରହଣ କରିପାରିବିନି। ଗ୍ରହଣ କରିପାରିବନି? ନା। ବସ। ତୁର୍ବସ, ବାପା ତମେ ଏ ଅଭିଶାପ ଗ୍ରହଣ କରିପାରିବ? ନାଇଁ ବାପା, ମୁଁ ସେ ଅଭିଶାପ ଗ୍ରହଣ କରିପାରିବି। ଦେବଯାନୀର 2ଟା 1 ପୁଅ ମନା କରିଦେଲେ ଲୋ ମା ମାନେ। ବସ ବସ ବସ। ଏଣିକି ପଡ଼ିଲା ଶର୍ମିଷ୍ଠାର ପୁଅମାନଙ୍କର ପାଳି। ଡାକିଲେ ଦ୍ରହୁ, ବାବା ପ୍ରଣାମ। ତମେ ଶୁଣିଲ ତ? ଶୁକ୍ରାଚାର୍ଯ୍ୟଙ୍କର ଅଭିଶାପ ଗ୍ରହଣ କରିପାରିବ? ନା ନା, ମୋର କିଏ ବୁଢା ହବ? ମୋର କିଏ ବୁଢା ହବ? ହଉ ବାପା ବସ। ଅନୁ, ଆଜ୍ଞା କୁହନ୍ତୁ। ତମେ କଳା ନୈପୁଣ୍ୟତା ତମର ଅଛି, ତମେ ଭଲ ମୃଦଙ୍ଗ ବଜେଇ ଜାଣିଛ। ଆଚ୍ଛା ଅନୁ, ତମେ ଏ ଅଭିଶାପ ଗ୍ରହଣ କରିପାରିବ? ହେଇପାରିବ ନା। ଶେଷ ପୁତ୍ର, କନିଷ୍ଠ ପୁତ୍ର, ସର୍ବକନିଷ୍ଠ ପୁତ୍ର ପୁରୁଙ୍କୁ ଡାକିଲେ ରାଜା। ପୁରେ ପୁରୁରେ ସବୁ ଶୁଣିଲ ତ? ଶୁଣିଛୁ ଡାଡି। ତମେ ଏ ଅଭିଶାପକୁ ମୋର ଗ୍ରହଣ କରିପାରିବ? ଓକେ ପଢିଛୁ ଆଉ। ମୁଁ ନିଜେ ରେଡି। ପୁରୁ କହିଲା ବାପା, ପିତା ଧର୍ମ ପିତା ସରେ, ପିତା ହିଁ ପରମ ତପ, ପିତରି ପ୍ରୀତିମା କରଲେ ପ୍ରିୟନ୍ତେ ସର୍ବଦେବତା। कहले पिता धर्म पिता स्वर्ग पिता ही परम तप। कहले बापा, हे महाराज, मु आपणकर पुत्र भाव में मुझे गर्व अनुभव करुच्ची। मुझे जदि आपण आवश्यक पड़े हसी हसी मो मुंडटा को काटिकी तले गड़ेदेवी,
ପିତା ଯେଉଁଠାରେ ମୋ ମା ମାନେ ପିଲାମାନେ ବାବୁମାନେ ସମସ୍ତେ ଶୁଣିଥା ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ବାପା ମାଙ୍କର ଅବସ୍ଥା କ'ଣ ହେଉଛି ପୁଅ ବୋହୂମାନେ କେହି ପଚାରୁନାହାନ୍ତି ବୁଢ଼ାବୁଢ଼ୀଙ୍କି ବୁଢ଼ାବୁଢ଼ୀ ଯାଇ କିଏ କେଉଁଠି ଜରା ଆଶ୍ରମରେ ରହିଲେଣି ହେ ମୋର ମା ମାନେ ପିଲାମାନେ ଆପଣମାନେ ଟିକେ ସଚେତନ ହେଇଯାଆନ୍ତୁ ଘୋର କଳିକାଳର ଅନ୍ତିମ ସମୟ ଆସି ଉପନୀତ ହେଲାଣି ସତ୍ୟ ଆବିର୍ଭାବ ହେବ ଏକଥାକୁ ଆପଣମାନଙ୍କୁ ସ୍ୱୀକାର କରିବାକୁ ପଡ଼ିବ କିନ୍ତୁ ଆଜି ମୁଁ ଏତିକି ମାତ୍ର କହିବି ଯେ ଗୁରୁର କ'ଣ କହିଲା ଯେଉଁ ଘରେ ଯେଉଁ ପରିବାରରେ ବାପ ମାଙ୍କର କଥାରେ ପୁଅମାନେ ଝିଅମାନେ ପରିଚାଳିତ ସେ ଘର ବୈକୁଣ୍ଠ ସହିତ ସମାନ ହେଇଯାଏ ବାପାର କଥା ମାନି ପୁଅ ଚଳେ ବାପାର ଆଜ୍ଞାକୁ ଅବଜ୍ଞା ନ କରେ ଯେଉଁଠି ମାର କଥାକୁ ମାର ଉପଦେଶକୁ ନେଇ ଝିଅଟିଏ ଚଳେ ସେ ଭବିଷ୍ୟତରେ ଗୋଟିଏ ସୁନ୍ଦର ଗୃହିଣୀଟିଏ ହୁଏ ଆଦର୍ଶ ବୋହୂଟିଏ ହୁଏ ହେ ମୋର ସଜ୍ଜନ ହେ ମୋର ମା ମାନେ ପୁରୁ କହିଲା ବାପା ପିତା ଧର୍ମ ପିତା ସ୍ୱର୍ଗ ପିତା ହିଁ ପରମ ତପସ୍ୟା ପିତରି ପ୍ରୀତିମା ପର୍ଣ୍ଣେ ପ୍ରିୟନ୍ତେ ସର୍ବଦା ଯେଉଁ ପୁଅ ଝିଅଙ୍କ ପ୍ରତି ବାପ ମାଙ୍କର କଲ୍ୟାଣ ଥାଏ ସେ ପୁଅ ଝିଅ କେଉଁଠାରେ ହାରନ୍ତି ନାହିଁ ଏ କଥା ନିଶ୍ଚୟ ଧ୍ରୁବ ସତ୍ୟ ଏ କଥା କେବେ ହେଲେ ଅସ୍ୱୀକାର କରିହେବନି ହେ ମୋର ସଜ୍ଜନ ସେଇଠି କହିଲା ମୁଁ ଗ୍ରହଣ କଲି କହୁ କହୁ ପୁରୁର ଅଙ୍ଗରେ ବାର୍ଦ୍ଧକ୍ୟ ଆସିଗଲା ଶୁକ୍ରାଚାର୍ଯ୍ୟ କହିଲେ ରାଜା ତମ ପୁଅ ତମ ପାଇଁ ଅଭିଶାପକୁ ଗ୍ରହଣ କରିନେଲା କିନ୍ତୁ ସାବଧାନ ମୋ ଝିଅ ପ୍ରତି ଆଉ ଯେମିତି ତମେ ଅନ୍ୟାୟ ନ କରିବ ପୂର୍ବ ପରି ମୋ ଝିଅର ମନକୁ ଟିକେ ଶାନ୍ତି ଦେବା ପାଇଁ ଚେଷ୍ଟା କର ମୋ ଝିଅର ମନରେ ଟିକେ ଆନନ୍ଦ ଦିଅ ରାଜା ସମ୍ମତି ଜଣେଇଲେ ଶୁକ୍ରାଚାର୍ଯ୍ୟ ଆଶ୍ରମକୁ ବାଉଡ଼ି ଗଲେ ଯେଣେ ପୂର୍ବ ପରି ଦେବଦାନୀ ସହିତ ରାଜାଙ୍କର ମିଳନ ଘଟିଲା ହେ ମୋର ସଜ୍ଜନ ହେ ମୋର ମା ମାନେ ହେ ମୋର ଗୁଣଗ୍ରାହୀ ବିବେକୀ ସାମନ୍ତ ଆଉ ୟା ପରେ କୋଉ ସନ୍ତାନଟି ଜନ୍ମ ନେଲା ଶୂଦ୍ରମୁନି ସାରଳା ଦାସ ନୀରବ ରହିଗଲେ ଯେଣେ ଅତି ବଡ଼ି ଜଗନ୍ନାଥ ଦାସ ନୀରବ ରହିଗଲେ ହେ ମୋର ମା ମାନେ ତୃତୀୟ ବାର ଅନ୍ତଃସତ୍ତ୍ୱ ହେଲା ଦେବଦାନୀ ଏବେ ତୃତୀୟ ସନ୍ତାନର ମା ହେବା ପାଇଁ ଯେତେବେଳେ ଗଲା କ୍ରମେ କ୍ରମେ ଦିନ ପରେ ଦିନ ରାତି ପରେ ଦିନ କେତେ ଦିନ ରାତି ଅତୀତ ହୋଇଗଲା ଯେଣେ ଗର୍ଭର ଲକ୍ଷଣ ପ୍ରକାଶ ପାଇଲା ଶୁଭ ମୁହୂର୍ତ୍ତରେ ମଧୁ ସମୟରେ ଅର୍ଥାତ୍ ମାଧବ ଋତୁରେ ବସନ୍ତ ଋତୁରେ କନ୍ୟାଟିଏ ଜନ୍ମ ନେଲା এই ঝিଅটিର ନାଁ ଦିଆଗଲା ମାଧବୀ ଆମର ଏହି ପାଲାର ସମସ୍ତ ଭାଗ ଗୁଡ଼ିକ ଆପଣଙ୍କୁ କିପରି ଲାଗୁଛି ତାହା ଆମର ଏହି କମେଣ୍ଟ ବକ୍ସ ମାଧ୍ୟମରେ ନିଶ୍ଚିତ ଜଣାଇବେ ଯଦି ଆମର ଏହି ଚ୍ୟାନେଲଟି ଆପଣଙ୍କୁ ଭଲ ଲାଗୁଥାଏ ତେବେ ଆମର ଏହି ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ ରହୁଛି ନମସ୍କାର।